ओम अवधता जय राम नियासु तई दियसु जय भानु प्रकाशु श्री राम जय राम राम जय रघुनंदन जय घनश्याम जो पेई सिय राम बन जाई अवध तुमार कादू कछु नाई श्री राम जय राम राम जय रघुनंदन जय घनश्याम भक्तवत्सल भगवान की जय। मर्यादा पुरुष रामचंद्र की जय। लखन लाल जी की जय। भरत लाल जी की जय। शत्रुघ्न लाल जी की जय। सीता देवी की जय। संकट मोचन हनुमान जी की जय। मोर प्रिय श्रोता बंधु मान को नमस्कार करी आरंभ करने को जाऊँ। ए धारावाहिक रामायण कथा आपण मैंने परवर्ती अध्याय शुणी राम लक्ष्मण को बुझाऊले राम लक्ष्मण को नवा को राजी होती। जोटी श्रीरामकर निवास ताहा ही अयोध्या राम कहते। सुमित्रा भी कहते सूर्य किरण जोटी दिन से राम को पाखरे यदि सीताराम निश्चित रूप वन को जाऊँगी तेरे अयोध्यार तोर आ कि कार्य नहीं। एक सुमित्रा देवी कहते गुरु पीतु मातु बंध सुर साई से सकल प्राण की नाई श्री राम जय राम राम जय रघुनंदन जय घनश्याम राम प्राण प्रिय जीवन जी के स्वार्थ रहित सखा बह के से श्री राम जय राम राम जय रघुनंदन जय घनश्याम भक्तवत्सल भगवान की जय। गुरु पिता माता भाई देवता और स्वामी एमानकर सेवा मन प्राण दे करवा उचित। पुणी श्रीराम तो सबुरी प्राणप्रिय समस्त हृदयर जीवन एवं समस्त निस्वार्थ सखा पूजनीय प्रिय परम जो हाथे रे सब मानिय ही राम के नाते श्री राम जय राम राम जय रघुनंदन जय घनश्याम असुजीय जनि संग बनु जाऊ श्री राम जय राम लेउतात जग जीवन लाऊ श्री राम जय राम भक्तवत्सल भगवान की जय। जगत रे जेते सब पूज्य और परम प्रिय व्यक्ति अच्छा से समस्त श्रीराम का संपर्क ही पूज्य और परम प्रिय रूपे मान्य। हृदय रे यह अनुभव करी बाप ताका सहित तू वन को जा। एक कथा सुमित्रा माता लक्ष्मण कहते एवं जगत रे जीवन धरिबार उद्देश्य सार्थक कर। भूरी भाग भाजन भयऊ मोई समेत बलि जाऊ जो तुमरे मन छाड़ी चलो किन राम पद ठाऊ सियावर रामचंद्र शंकर हरिओम भजु मंगल भवनय मंगल हारी रवौषध दशरथ हिर विहारी। भक्तवत्सल भगवान की जय। मु तोर राम भक्ति को आदर करुची। तू अत्यंत भाग्यवान कारण तोर मन छंद कपट छाड़ी श्रीराम चरण रे लगी सारी। तो जोगु मु भी भाग्यवान। पुत्र ताजु बती जग जोई रघुपति भगत जासु सुतु होई श्री राम जय राम नथरु बाज भले बांधि बियानी राम विमुख सुत ते हित जानी श्री राम जय राम राम
ଭକ୍ତବତ୍ସଳ ଭଗବାନ କି ଜୟ। ସଂସାରରେ ରାମ ଭକ୍ତ ପୁତ୍ର ଜନ୍ମ କରିଥିବା ସ୍ତ୍ରୀ ହିଁ ପ୍ରକୃତ ପୁତ୍ରବତୀ। ଯେ ରାମ ବିମୁଖ ପୁତ୍ର ଜନ୍ମ କରି ନିଜକୁ ଭାଗ୍ୟବତୀ ବୋଲି ଭାବେ ସେ ତ ବାଞ୍ଝ ହୋଇ ରହିଯାଇଥିଲେ ହିଁ ଭଲ ହୋଇଥାନ୍ତା। ତାର ପ୍ରସବ କରିବା ବୃଥା ଅଟେ। ତୁମର ଏଇ ଭାଗ ରାମ ବନ ଯାଇ। ଶ୍ରୀରାମ ଜୟ ଜୟ ରାମ ରାମ। ଦୂଷର ହେତୁ ତାତ କଛୁ ନାହିଁ। ଶ୍ରୀରାମ ଜୟ ରାମ ରାମ। ସକଲ ସୁକୃତ କର ବଡ଼ ଫଲୁ ଏହୁ। ଶ୍ରୀରାମ ଜୟ ରାମ ରାମ। ରାୟ ସିଦ ପଦ ସହଜ ସନେହୁ। ଶ୍ରୀରାମ ଜୟ ରାମ ରାମ। ରେ ବାପ ତୋରି ଭାଗ୍ୟରୁ ହିଁ ଶ୍ରୀରାମ ବନକୁ ଯାଉଛନ୍ତି। ଏଥିରେ ଅନ୍ୟ କୌଣସି କାରଣ ନାହିଁ। ସୀତାରାମଙ୍କ ଚରଣରେ ସ୍ୱାଭାବିକ ପ୍ରେମ ହୋଇଯିବା ହିଁ ସକଳ ପୁଣ୍ୟର ଶ୍ରେଷ୍ଠତମ ଫଳ। ରାଗୁରୁ ସୁଇ ରିସା ମଧୁ ମୋହି ଜନିସପ ନେହୁଇ ଇନକେ ବସ ହୋଉ। ଶ୍ରୀରାମ ଜୟ ରାମ ରାମ। ସକଳ ପ୍ରକାର ବିକାର ବିହାହି ମନକ୍ରମ ବଚନ କରେହୁଁ ସବୁ କାଇ। ଶ୍ରୀରାମ ଜୟ ରାମ ରାମ। ଭକ୍ତବତ୍ସଳ ଭଗବାନ କି ଜୟ। ତୁ ସ୍ୱପ୍ନରେ ବି କାମକ୍ରୋଧ ମଦ ମୋହ ଓ ମାତ୍ସର୍ଯ୍ୟର ବଶ ହେବୁ ନାହିଁ। ସକଳ ପ୍ରକାର ବିକାର ତ୍ୟାଗ କରି କାୟ ମନ ବାକ୍ୟରେ ସୀତାରାମଙ୍କର ସେବା କରିବୁ। ତୁମ କହୁ ବନ ସବ ଭାତି ସୁପାଶୁ ସ୍ୱଗପି ତୁ ମାତୁ ରାମ ସିଅ ଯାସୁ। ଶ୍ରୀରାମ ଜୟ ରାମ ରାମ। ଜୟ ରାମ ବନ ଲହେଇ କଲସୁ ସୁତ ଜୋଇ କରଉ ଉପଦେଶୁ। ଶ୍ରୀରାମ ଜୟ ରାମ ରାମ। ଭକ୍ତବତ୍ସଳ ଭଗବାନ କି ଜୟ। ରାମ ସୀତାଙ୍କ ପରି ପିତାମାତା ତୋ ସଙ୍ଗରେ ଥିବାରୁ ବନରେ ତୁ ସବୁ ଦୃଷ୍ଟିରୁ ସୁଖରେ ରହିବୁ। ଯାହା କଲେ ଶ୍ରୀରାମ ବନରେ କୌଣସି କ୍ଲେଶ ପାଇବେ ନାହିଁ। ତୁ ତାହା ହିଁ କରିବୁ। ତୋତେ ମୋର ଏହା ହିଁ ଉପଦେଶ ଜୋଇତାତ ତୁମରେ ରାମ ସିଅ ସୁଖ ପାବଇ। ପିତୁ ମାତୁ ପ୍ରିୟ ପରିବାର ପୁର ସୁଖ ସୁର ଜୀବନ ବିସରଇ। ସିଆ ରାମଚନ୍ଦ୍ର ଶଙ୍କର ହରି ଓଂ। ତୁଳସୀ ପ୍ରଭୁ ଶିଖ ଦେଇ ଆୟୁଷ ଦିନ ପୁନି ଆଶିଷ ଦଇ। ରତି ହଉ ଅବିରଲ ଅମଲ ସିଅ ରଘୁବୀର ପଦ ନୀତି ନୀତି ନଇ। ସିଆବର ରାମଚନ୍ଦ୍ର ଶଙ୍କର ହରି ଓଂ। ଭଜୁ ମଙ୍ଗଳ ଭବନେ ଅମଙ୍ଗଳ ହାରି। ଦ୍ରବଉଷ ଦଶରଥ ଅଜିର ବିହାରୀ। ଭକ୍ତବତ୍ସଳ ଭଗବାନ କି ଜୟ। ରେ ପୁତ୍ର ମୋର ଉପଦେଶ ଏଇ ଯେ ତୁ ବନରେ ଶ୍ରୀରାମ ଓ ସୀତାଙ୍କର ଏପରି ସେବା କରିବୁ ଯାହାଫଳରେ କି ସେମାନେ ସୁଖ ପାଇବେ ଏବଂ ପିତାମାତା ପ୍ରିୟ ପରିବାର ତଥା ନଗରର ସୁଖକୁ ଭୁଲିଯିବେ। ତୁଳସୀଦାସ କହୁଛନ୍ତି ମୋ ପ୍ରଭୁ ଲକ୍ଷ୍ମଣଙ୍କୁ ଏହିପରି ଶିକ୍ଷା ଦେଇ ମାତା ବନଗମନ ପାଇଁ ଆଜ୍ଞା ଦେଇଦେଲେ ଏବଂ ସୀତାରାମଙ୍କ ଚରଣରେ ନିତ୍ୟ ନୂତନ ପ୍ରଗାଢ଼ ନିର୍ମଳ ନିଷ୍କାମ ଓ ଅନନ୍ୟ ପ୍ରେମ ହେଉ ବୋଲି ଆଶୀର୍ବାଦ ଦେଲେ। ମାତୁ ବରନ ଶିରୁ ନାହିଁ ଚଲେ ତୁରଥ ସଂଜିତ ହୃଦୟ। ବାଗୁର ବିଷମ ତୋରାଇ ମନହୁ ଭାଗ ମୃଗ ଭାଗବତ ଶ୍ରୀଆବର ରାମଚନ୍ଦ୍ର ଶଙ୍କର ହରି ଓଂ। ଭଜୁ ମଙ୍ଗଳ ଭବନେ ଅମଙ୍ଗଳ ହାରି। ଦ୍ରବଉଷ ଦଶରଥ ଅଜିର ବିହାରୀ। ଭକ୍ତବତ୍ସଳ ଭଗବାନ କି ଜୟ। ମାଙ୍କ ଚରଣରେ ପ୍ରଣାମ କରି ଏବଂ ସବୁ ହୋଇଯିବା ପରେ ବି କାଳେ କିଛି ବିଘ୍ନ ଘଟିଯିବ କି ବୋଲି ମନରେ ଭୟ ରଖି ଲକ୍ଷ୍ମଣ ସେଠାରୁ ଶୀଘ୍ର ପଳାଇଗଲେ। ତାଙ୍କୁ ଦେଖି ମନେ ହେଲା ସେତେ ଯେପରି ହରିଣଟିଏ କୌଣସି ଏକ ଟାଣୁଆ ଜାଲ ଛିଣ୍ଡାଇ ଦେଇ ଖସି ପଳାଇଗଲା କି। ଗଏ ଲଖନୁ ଜହ ଜାନକୀ ନାଥୁ ଘେ ମନ ମୋଦିତ ପାଇ ପ୍ରିୟ ସାଥୁ। ଶ୍ରୀରାମ ଜୟ ରାମ ରାମ। ବନ୍ଦୀ ରାମ ସିଅ ଚରଣ ସୁହାଏ ଚଲ ସଙ୍ଗ ନୃପ ମନ୍ଦିର ଆଏ। ଶ୍ରୀରାମ ଜୟ ରାମ ରାମ। ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ଲକ୍ଷ୍ମଣ ଯାଇ ଶ୍ରୀରାମଙ୍କ ନିକଟରେ ପହଞ୍ଚିଗଲେ ଏବଂ ପ୍ରିୟ ଭାଇଙ୍କର ସଙ୍ଗ ପାଇ ଅତ୍ୟନ୍ତ ଆନନ୍ଦିତ ହୋଇଗଲେ।
ତାପରେ ରାମ ସୀତାଙ୍କର ସୁନ୍ଦର ଚରଣ ବନ୍ଦନା କରି ସେ ଦୁହିଁଙ୍କ ସହିତ ସେ ରାଜଭବନକୁ ଚାଲିଲେ। କଇଁ ପରସ୍ପର ପୁର ନର ନାରୀ, ଭଲି ବନାଇ ବିଧି ବାତ ବିଗାରି। ତନ କୃତ ମନ ଦୁଃଖ ବଦନ ମଲିନେ, ବିକଲ ମନ ଉମା ଆଖି ମଧୁ ଛିନେ। ଶ୍ରୀରାମ ଜୟ ରାମ ରାମ ଜୟ ରଘୁନନ୍ଦନ ଜୟ ଘନଶ୍ୟାମ। ଭକ୍ତବତ୍ସଳ ଭଗବାନ କି ଜୟ। ନଗରର ନରନାରୀମାନେ ନିଜ ନିଜ ମଧ୍ୟରେ କୁହାକୁହି ହେଉଥାନ୍ତି। ସବୁ ଠିକ୍ ଠାକ୍ ହୋଇଯାଇଥିବା କାର୍ଯ୍ୟଟିକୁ ବିଧାତା ବିଗାଡ଼ି ଦେଲା। ସେମାନଙ୍କ ଶରୀର ଦୁର୍ବଳ, ମନ ଦୁଃଖ ଓ ମୁଖ ବିରସ ହୋଇଯାଇଥାଏ। କେହି ଫେଣାରୁ ମହୁ ନେଇଗଲେ ମହୁମାଛିମାନେ ଯେପରି ବ୍ୟାକୁଳ ହୁଅନ୍ତି, ସେମାନେ ସେହିପରି ବ୍ୟାକୁଳ ହେଉଥାନ୍ତି। କରମା ଜୟ ସୁରୁଧୁ ନିପତିତାଇ। ଶ୍ରୀରାମ ଜୟ ରାମ ରାମ ଜନୁ ବିନୁ ପଙ୍ଖ ବିହଙ୍ଗ କୁଲାଇ। ଶ୍ରୀରାମ ଜୟ ରାମ ଭଇ ବଡ଼ି ଭାରିରୁ ଭୂପ ଦରବାରା। ଶ୍ରୀରାମ ଜୟ ରାମ ବରଣି ନ ଯାଇ ବିଷାଦୁ ଅପାରା। ଶ୍ରୀରାମ ଜୟ ରାମ ଡେଣା ହରାଇ ଦେଇ ପକ୍ଷୀମାନେ ଛଟପଟ ହେବା ପରି ସମସ୍ତେ ହାତ ମକଚି ମୁଣ୍ଡ ପିଟି ହାୟ ହାୟ ହେଉଥାନ୍ତି। ରାଜଦ୍ୱାରରେ ଭୀଷଣ ଭିଡ଼ ଲାଗିଥାଏ। ସେହି ଅପାର ବିଷାଦ ବିଷୟରେ ବର୍ଣ୍ଣନା କ'ଣ କରିବା? ଆମେ ତ ଛାଡ଼। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ନମସ୍କାର କରି ଆଜି ବିଦାୟ ନେବା, ନହେଲେ ପୁଣି ଭିଡ଼ିଓ ବଡ଼ ହେଇଯିବ। ମୋର ଶ୍ରୋତା ବନ୍ଧୁମାନେ ବେଶୀ ଦେଖିପାରିବେ ନାହିଁ। ଏତିକି ଅନୁରୋଧ ଆପଣମାନଙ୍କୁ କରିବି। ଆପଣ ମାନନ୍ତୁ କି ନ ମାନନ୍ତୁ, ଭିଡ଼ିଓ ଟିକେ ସବସ୍କ୍ରାଇବ୍ କରୁଥିବେ। ଏ ଅନୁଷ୍ଠାନ ଆପଣଙ୍କର। ମୁଁ ନିମିତ୍ତ ମାତ୍ର। ସେଇ ରାମ ନାରାୟଣ ଆପଣମାନଙ୍କର ମଙ୍ଗଳ କରନ୍ତୁ। ସେଇ ରାମ ନାରାୟଣଙ୍କୁ ସଦା ସର୍ବଦା ନମସ୍କାର କରି, ସେଇ ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ଏ ଜଗତରେ ଯେତେ ଶ୍ରୋତା ବନ୍ଧୁ, ଯେତେ ଲୋକ ଅଛନ୍ତି, ସମସ୍ତଙ୍କର ସେଇ ରାମ ନାରାୟଣ ମଙ୍ଗଳ କରନ୍ତୁ। ଏତିକି କହି ବିଦାୟ ନେବା। ଯଦି ଆପଣମାନଙ୍କର ଏ ଦାସ ପ୍ରତି ଦୟା ଥିବ, ପୁଣି ଆପଣମାନେ ଶୁଣିବେ ଆଗାମୀ ଅଧ୍ୟାୟରେ। ଏତିକି କହି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।